କଣ ହେଇଛି? କଣ ଟେନସନ ହେଲା ଭଳି ଲାଗୁଛ? କଣ ହେଇଛି କିଛି କହୁନ? କଣ ହେଇଛି ତମର? ମତେ କହୁନ, କହିଲେ ସିନା ଜାଣିବି। କୁହ କଣ ହେଇଛି? କହୁନ କଣ ହେଇଛି? କହୁନ। ଆରେ କଣ କହିବି? ଆରେ ଗାଡି ନେଇଗଲେ। କଣ ହେଲା? ଗାଡି ନେଇଗଲେ? ଆଉ ଗାଡି ନେଇଯିବେନି? କଣ ପାଇଁ ଗାଡି ନେଇଗଲେ? ଆରେ 2 ମାସ ହେଲା ତାକୁ ଇଏମଆଇ ଦେଇନି, ଆଉ ସେ ଗାଡି ନେଇଯିବେନି କଣ କରିବେ କହିଲ? ଇଏମଆଇ ପାଇଁ ଦେଲନି? ଯେତେ 2 ମାସ ହେଲା ଦଉଥିଲ ସେମିତି ଇଏମଆଇ ଦେଇଥାନ୍ତ। ତମେ ମତେ ସତରେ କହୁଛ ନା ମଜାକ କରୁଛ? ଆରେ ମଜା କାହିଁ କରିବି କହିଲ? ତମକୁ କଣ ମଜା ଲାଗୁଛି କଥା ଦେଖ? ଆରେ କୋଉଠୁ ମୁଁ ପଇସା ଆଣିବି ଯେ ଇଏମଆଇ ଭରିବି? ଆରେ ତମେ ବଡ ବଡ ଆଶା କରିଦେଲ। ଆଜି ତାଙ୍କର ଗୋଟେ କାରଟେ କିଣିଛନ୍ତି, କାରଟେ ଆଣିବା। ତାଙ୍କର ଗୋଟେ ଟିଭି କିଣିଛନ୍ତି, ଟିଭିଟେ ଆଣିବା। ତାଙ୍କର ଗୋଟେ ଫ୍ରିଜଟେ ଆଣିଛନ୍ତି, ଫ୍ରିଜଟେ ଆଣିବା। କେବେ ଭାବିଛ ମୁଁ କେତେ ଟଙ୍କା ଦରମା ପାଉଛି? ତମର କିଏ କଣ ଆଣିଲା ହାରି, କିଏ କଣ କରି ପକେଇଲା, ଆମେ କରି ପକେଇବା। କିନ୍ତୁ ଆମର ଏଥିରେ ଦରମା କେତେ ପାଉଛି, ଆମେ କେମିତି ଚଳୁଛେ ସେ ବି ତମର ଚିନ୍ତା ନାହିଁ। ସବୁବେଳେ କିଏ କଣ କରିଦେଲା ଆମେ ସାଙ୍ଗେ ସେ ଗୋଟେ କରିଦବା। ତାଙ୍କର ଗୋଟେ କାର୍ଡଟେ କିଣିଦେଲେ ଦେଖିକି ସାଙ୍ଗେ ସାଙ୍ଗେ ଗୋଟେ କାର୍ଡଟେ କିଣିଦବା। ଆରେ କାର୍ଡଟେ କିଣିଦେଲା କିଛି ବଡ କଥା ନୁହଁ। ତାକୁ ତ ପ୍ରତି ମାସରେ ଇଏମଆଇ ଦେବାକୁ ପଡିବ ନା ନାହିଁ? ଆଚ୍ଛା କହିଲ, ମୋ ଦରମା କେତେ କହିଲ? ମୁଁ 20,000 ରୁ 22,000 ଟଙ୍କା ଦରମା ପାଉଛି। ସେଥିରେ ପିଲାଙ୍କର ପାଠ ପଢା ଅଛି, ଘର ଚଳିବ, ପାଣିଠୁ ମାନେ ଚାଉଳ ପର୍ଯ୍ୟନ୍ତ ସବୁ କିଣା। ମୁଁ କୋଉଠୁ ପଇସା ଆଣିବି ଯେ ଇଏମଆଇ ଭରିବି କହିଲ? ଆରେ ମୁଁ ତମକୁ ମନା କରୁଥିଲି ନା କାର କିଣିବାନି ବୋଲି? ତମେ ତ ଜାଣିଛ ମୋ ଦରମା କମ। ତମେ କଣ କଲ? କିଛି ଅସୁବିଧା ନାହିଁ, ଆମେ ଯେମିତି ସୁଝି ଦବାନି କି? ଏବେ କଣ ହେଲା? କାରଟା ଭିଡିକି ନେଇକି ପଳେଇଲେ। ଆରେ ସବୁବେଳେ ମୁଁ ତମକୁ କହିଛି, ଯେତିକି ଚାଉଳକୁ ସେତିକି ଚୁନା ପକାଅ, ଅଧିକ ଆଶା କରନି। ଏବେ କଣ ହେଲା? ଇଜ୍ଜତ ଗଲାଟି? ବର୍ତ୍ତମାନ କାହାକୁ ମୁହଁ ଦେଖିବା କହିଲ? ଲୋକମାନେ କଣ ଭାବିବେ? କାର ଧରିକି ଆସିଥିଲା, ଦୁଆରେ ଥୋଇଦେଲା, ମାସେ ଚଳେଇଛି କି ନ ଚଳେଇଛି, କାର ଆସିକି ବର୍ତ୍ତମାନ କାର ବାଲା ଆସିକି ଭିଡି ନେଇକି ପଳେଇଲେ। ଏବେ ଇଜ୍ଜତ ରହିଲା ତ? କୁହ, ଏବେ ଇଜ୍ଜତ ରହିଲା? ମୋ ଇଜ୍ଜତ ରହିଲା କି ତମ ଇଜ୍ଜତ ରହିଲା? ଇଜ୍ଜତ ଗଲା ନା ଗଲାନି? ତେଣୁ କିଏ ଯାହା କରି ପକେଇଲେ ଆମେ ସାଙ୍ଗେ ସାଙ୍ଗେ କରି ପକେଇବା। ଆରେ ମୋ ଦରମା ତ କମ, ମୁଁ ଏତେ ସବୁ ଭଲ ଜିନିଷ ଲଗେଇ ଦେଲା ବେଳକୁ ମୁଁ ଚଳିବି କେମିତି କହିଲ? କୋଉଠୁ ମୁଁ ଆଣିବି ଯେ ପଇସା ମୁଁ ଇଏମଆଇ ଦେବି ମତେ କହିଲ? କହୁଛୁ କଣ ନା ମୁଁ ତମକୁ ଚୁଗୁଲି କରୁଛି ବୋଲି ନା? ମୋର ଭୁଲ ହେଇଯାଇଛି। ମୁଁ ଆଉ କେବେ ବି କିଛି କହିବିନି। କାହାର କଣ କଲେ କଣ ନାହିଁ ମୁଁ ଆଉ କୋଉଦିନ କିଛି କହିବିନି। ଆରେ ଏବେ ଆଉ ଭୁଲ ମାଗିଲେ କଣ ଅଛି କହିଲ? ଭୁଲ ମାଗିଲେ କାର୍ଡଟା ପଳେଇ ଆସିବ ନା କଣ? ଆରେ ଜୀବନରେ ସବୁବେଳେ ଗୋଟିଏ ସବୁବେଳେ ଚିନ୍ତା କର, ସବୁବେଳେ ଭାବ ଆମର ଯେତିକି ଇନକମ କରୁଛେ ନା ସବୁବେଳେ ସେତିକି ଚଳିବାକୁ ଚେଷ୍ଟା କର। କିଏ କଣ କରିଦେଲା ଆମେ ସେୟା କରିଦବା ସେଇଟା କେବେ ଭାବନି। ଭଗବାନ ଆମକୁ ଯେତିକି ଦେଇଛନ୍ତି ସେତିକିରେ ଶାନ୍ତି ହଉ। କେବେ ବି ବଡ ଆଶା କରନି। ଏବେ କଣ ସବୁ ସାହିରେ ସମସ୍ତଙ୍କର ଆମର ଇଜ୍ଜତ ଗଲା, ଆଉ କୋଉ ଇଜ୍ଜତଟା ଅଛି ନା କଣ ଅଛି? ତମେ ଭୁଲ ମାଗିଦେଲେ କଣ ସେ ଗାଡି ପଳେଇ ଆସିବ ନା କଣ ଆସିବ? କିଛି ବା ଫେରିକି ଆସିବନି। ଖାଲି ଇଜ୍ଜତ ଯିବ ସହିତ ଆଉ କିଛି ସମ୍ପର୍କ କିଛି ନାହିଁ। ସବୁବେଳେ ଟିକେ ଚିନ୍ତା କର, ସବୁବେଳେ ବଡ ଆଶା କରନି। ଦରମା ଯେତିକି ସେତିକିରେ ଚଳିବାକୁ ଚେଷ୍ଟା କର।